ଆଜିର ଅନୁଚିନ୍ତା ଯେପରି ମୁଦ୍ରାର ଦୁଇଟି ପାର୍ଶ୍ୱ ଥାଏ, ସେହିପରି ଦୁନିଆରେ ମଧ୍ୟ ଦୁଃଖ ଓ ସୁଖ ଉଭୟ ରହିଥାଏ। ଦୁନିଆରେ ଜନ୍ମ ନେଲେ ଦୁଃଖ ସୁଖ ଉଭୟ ଭୋଗିବାକୁ ପଡ଼ିଥାଏ। ସମସ୍ୟା କେବେ ସରିବନି। ପ୍ରତ୍ୟେକ ଦିନ ନୂଆ ରୂପରେ ସମସ୍ୟା ଆସିବ। ତାହା ସହିତ ସଂଘର୍ଷ କରିବାକୁ ହେବ। ତା ଭିତରେ ଉପାୟ ମଧ୍ୟ ଖୋଜିବାକୁ ହେବ। ଯେ ପର୍ଯ୍ୟନ୍ତ ମଣିଷ ନିଜେ ନିଜକୁ ପରିବର୍ତ୍ତନ କରିବାକୁ ନ ଚାହିଁଛି, ସେ ପର୍ଯ୍ୟନ୍ତ ତାକୁ କେହି ବି ପରିବର୍ତ୍ତନ କରିପାରିବେ ନାହିଁ। ଭଲ କାମ କରିବା ଜାରି ରଖିଥାନ୍ତୁ। ସମ୍ମାନ କିଏ କରନ୍ତୁ ବା ନ କରନ୍ତୁ, ଯେପରି କୋଟି କୋଟି ଲୋକ ଶୋଇଥିଲେ ମଧ୍ୟ ସୂର୍ଯ୍ୟୋଦୟ ହୋଇଥାଏ।